Hello everyone, welcome back to my YouTube channel Rajashree Tutorials. Dear students, ଯେଉଁମାନେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଆବେଦନ କରିଛ ସେହିମାନଙ୍କ ନିମନ୍ତେ ଆଜି ମୁଁ ଏହି ଭିଡ଼ିଓ ପ୍ରସ୍ତୁତ କରିଛି। ଆଉ ଆଜିର ଏହି ଭିଡ଼ିଓରେ ଆମେ ସଂଖ୍ୟା ପରିଚୟ ଉପରେ ଆଲୋଚନା କରିବା ପିଲାମାନେ। ଆଉ ଯେତେବେଳେ ବି ତମେ ପଢ଼ିବାକୁ ବସୁଛ ପିଲାମାନେ ଏକ ଖାତା ଏବଂ କଲମ ପାଖରେ ରଖି ବସ, ଯାହାଦ୍ୱାରା ତମେ ଅଭ୍ୟାସ କରିପାରିବ ପିଲାମାନେ। ଆଉ ଅଭ୍ୟାସ କଲେ ନିଶ୍ଚୟ ସଫଳତା ପାଇବ। ଏହି ଭିଡ଼ିଓରେ ଆମେ ବେସିକ୍ ଜିନିଷ ହିଁ ପଢ଼ିବା ପିଲାମାନେ, ଆଉ ସହଜ ଉପାୟରେ ପଢ଼ିବା, ଯାହାଦ୍ୱାରା ତୁମମାନଙ୍କର ବେସ୍ ଷ୍ଟ୍ରଙ୍ଗ ହୋଇପାରିବ। ଏବଂ ଥରେ ଯଦି ବେସ୍ ଷ୍ଟ୍ରଙ୍ଗ ହେଲା ପିଲାମାନେ, ତୁମକୁ ଆଉ ବାରମ୍ବାର ପଢ଼ିବାକୁ ପଡ଼ିବନି କି ଘୋଷିବାକୁ ପଡ଼ିବନି। ଆମେ ପ୍ରଥମେ ସଂଖ୍ୟାମାନଙ୍କୁ ଜାଣିବା, କମାର ବ୍ୟବହାର ଶିଖିବା, ଅଙ୍କମାନଙ୍କୁ ନେଇ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଗଠନ କରିବା, ସଂଖ୍ୟାର ବିସ୍ତାରିତ ରୂପ ଜାଣିବା, ସଂଖ୍ୟାରେ ଅଙ୍କମାନଙ୍କର ସ୍ଥାନୀୟ ମାନ ଜାଣିବା। ତେବେ ପିଲାମାନେ ଏକ ଅଙ୍କ, ଦୁଇ ଅଙ୍କ, ତିନି ଅଙ୍କ କିମ୍ବା ଚାରି ଅଙ୍କ ବିଶିଷ୍ଟ ଏକ ସଂଖ୍ୟା କହିଲେ କ'ଣ? ଏକ ଅଙ୍କ ବିଶିଷ୍ଟ ସଂଖ୍ୟା କହିଲେ ଏକ ସଂଖ୍ୟା ଯେଉଁଥିରେ ମାତ୍ର ଗୋଟିଏ ଅଙ୍କ ଥାଏ ବା ତାହା ଗୋଟିଏ ଅଙ୍କକୁ ନେଇ ଗଢ଼ା ହୋଇଥାଏ, ତାକୁ ଆମେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା କହିଥାଉ। ଠିକ୍ ସେହିପରି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା କହିଲେ ଏକ ସଂଖ୍ୟା ଯେଉଁଥିରେ ମାତ୍ର ଦୁଇଟି ଅଙ୍କ ଥାଏ ବା ଯେଉଁ ସଂଖ୍ୟାଟି ଦୁଇଟି ଅଙ୍କକୁ ନେଇ ଗଠିତ ହୋଇଥାଏ, ତାହା ଏକ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥାଏ। ଠିକ୍ ସେହିପରି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ତିନୋଟି ଅଙ୍କକୁ ନେଇ ଗଠିତ, ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା ଚାରୋଟି ଅଙ୍କକୁ ନେଇ ଗଠିତ। ତେବେ ପିଲାମାନେ ଆମେ ବୁଝିଲେ ନା, ଏକ ଅଙ୍କ ବିଶିଷ୍ଟ ସଂଖ୍ୟା, ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା, ତିନି ଅଙ୍କ ବିଶିଷ୍ଟ ସଂଖ୍ୟା, ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା ବା ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା ଯଦି ବି କୁହାଯାଏ। ତେବେ ପିଲାମାନେ ଗୋଟିଏ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାର ଉଦାହରଣଟି ହେବ 5, ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଗୋଟିଏର ଉଦାହରଣ ହେବ 12, ତିନି ଅଙ୍କ ବିଶିଷ୍ଟ ସଂଖ୍ୟାଟିର ଉଦାହରଣ ହେବ 315। ଏହିପରି ଭାବରେ ପିଲାମାନେ ଆମେ ପ୍ରତ୍ୟେକ ସଂଖ୍ୟାର ଉଦାହରଣ ଦେଇପାରିବା। ବର୍ତ୍ତମାନ ପିଲାମାନେ ଆମେ ଜାଣିବା ସଂଖ୍ୟାର ସ୍ଥାନ ବିଷୟରେ। ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଗୋଟିଏ ଅଙ୍କ ଥାଏ ଓ ତାହା ହେଉଛି ଏକକ ସ୍ଥାନ। ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଦୁଇଟି ଅଙ୍କ ଥାଏ ଓ ତାହା ହେଉଛି ଏକକ ଓ ଦଶକ ସ୍ଥାନ। ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ତିନୋଟି ଅଙ୍କ ଥାଏ ଓ ତାହା ହେଉଛି ଏକକ, ଦଶକ ଓ ଶତକ ସ୍ଥାନ। ଠିକ୍ ସେହିପରି ଚାରି ଅଙ୍କ ବିଶିଷ୍ଟ ସଂଖ୍ୟାରେ ଏକକ, ଦଶକ, ଶତକ ଓ ହଜାର ସ୍ଥାନ। ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଏକକ, ଦଶକ, ଶତକ, ହଜାର ଓ ଅୟୁତ ସ୍ଥାନ। ଛଅ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଏକକ, ଦଶକ, ଶତକ, ହଜାର, ଅୟୁତ ଓ ଲକ୍ଷ ସ୍ଥାନ। ସାତ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଏକକ, ଦଶକ, ଶତକ, ହଜାର, ଅୟୁତ, ଲକ୍ଷ ଓ ନିୟୁତ ସ୍ଥାନ। ଠିକ୍ ସେହିପରି ଆଠ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଆଠଟି ଅଙ୍କ ଥାଏ ଓ ତାହା ହେଉଛି ଏକକ, ଦଶକ, ଶତକ, ହଜାର, ଅୟୁତ, ଲକ୍ଷ, ନିୟୁତ ଓ କୋଟି ସ୍ଥାନ। ବର୍ତ୍ତମାନ ଆମେ ବିଭିନ୍ନ ସଂଖ୍ୟା ଗୁଡ଼ିକୁ ସଂଖ୍ୟା ସାରଣୀରେ ଦର୍ଶାଇବା ଏବଂ ତାକୁ ପୁଣି ଆବାକସ୍ ଚିତ୍ରରେ ଦେଖାଇବା। ସଂଖ୍ୟା ସାରଣୀ ଓ ଆବାକସ୍ ଚିତ୍ରକୁ ଲକ୍ଷ୍ୟ କର ପିଲାମାନେ, ତମେ ଭଲ ଭାବରେ ବୁଝିପାରିବ କିପରି ଅଙ୍କ ଗୁଡ଼ିକୁ ତାର ଉପଯୁକ୍ତ ସ୍ଥାନରେ ରଖାଯାଇଛି। ଏହି ପ୍ରଶ୍ନଟି ପିଲାମାନେ ତମେ ନିଜେ କରିବ। ବର୍ତ୍ତମାନ ପିଲାମାନେ ଆମେ ଜାଣିବା ବୃହତ୍ତମ ସଂଖ୍ୟା ଓ କ୍ଷୁଦ୍ରତମ ସଂଖ୍ୟା। ପିଲାମାନେ ଏକ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି ହେଲା 1। କ୍ଷୁଦ୍ରତମ ଅର୍ଥ ପିଲାମାନେ ସବୁଠାରୁ ଛୋଟ ବା ସାନ ସଂଖ୍ୟାଟି ଓ ଏକ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି ହେଇଯିବ 9 ବା ବୃହତ୍ତମ ଅର୍ଥ ହେଉଛି ପିଲାମାନେ ସବୁଠାରୁ ବଡ଼। ତାପରେ
2 अंक विशिष्ट क्षुद्रतम संख्या 10 ओ बृहत्तम संख्या 69। 3 अंक विशिष्ट क्षुद्रतम संख्या 100 ଓ ବୃହତ୍ତମ ସଂଖ୍ୟା 999। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1000 ଓ ବୃହତ୍ତମ ସଂଖ୍ୟା 9999। ଏହି କ୍ରମକୁ ଲକ୍ଷ୍ୟ କଲେ ତମେ ଭଲ ଭାବରେ ବୁଝିପାରିବ ପିଲାମାନେ। ଆଉ ଯେତେ ଅଙ୍କ ବିଶିଷ୍ଟ ସଂଖ୍ୟାର କ୍ଷୁଦ୍ରତମ ଏବଂ ବୃହତ୍ତମ ସଂଖ୍ୟା ଲେଖିବାକୁ କହିଲେ ମଧ୍ୟ ଆମେ ଲେଖିପାରିବା। ବର୍ତ୍ତମାନ ପିଲାମାନେ କେତେଗୁଡ଼ିଏ ଦତ୍ତ ଅଙ୍କକୁ ବ୍ୟବହାର କରି ବୃହତ୍ତମ ସଂଖ୍ୟା ଓ କ୍ଷୁଦ୍ରତମ ସଂଖ୍ୟା ଗଠନ କରିବା। ଏହି ଉଦାହରଣଟିକୁ ଲକ୍ଷ୍ୟ କର ପିଲାଏ। 4, 5, 2, 8, 9 ଓ 0କୁ ଥରେ ଲେଖାଏଁ ବ୍ୟବହାର କରି 6 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଲେଖ। ପିଲାମାନେ ବୃହତ୍ତମ ସଂଖ୍ୟା ଲେଖିବାକୁ ହେଲେ ପ୍ରଥମେ ବୃହତ୍ତମ ଅଙ୍କଟିକୁ ଲେଖିବା, ତାପରେ ତାଠାରୁ ସାନ ଅଙ୍କଟିକୁ ଲେଖିବା। ଏହିପରି ଭାବରେ ବଡ଼ରୁ ସାନ କ୍ରମରେ ସମସ୍ତ ଅଙ୍କଗୁଡ଼ିକୁ ଲେଖିବା ଏବଂ ଯେଉଁ ସଂଖ୍ୟାଟି ଆମେ ପାଇଲେ ତାହା ହେଇଯିବ ବୃହତ୍ତମ ସଂଖ୍ୟା। ଠିକ୍ ସେହିପରି ଭାବରେ କ୍ଷୁଦ୍ରତମ ସଂଖ୍ୟା ଲେଖିବାକୁ ହେଲେ ପ୍ରଥମେ କ୍ଷୁଦ୍ରତମ ଅଙ୍କଟିକୁ ଲେଖିବା, ତାପରେ ତାଠାରୁ ସାନ ଅଙ୍କକୁ ଲେଖିବା। ଏହିପରି ଭାବରେ ସାନରୁ ବଡ଼ କ୍ରମରେ ଯଦି ଆମେ ଅଙ୍କଗୁଡ଼ିକୁ ଲେଖିଲା ଏବଂ ଯେଉଁ ସଂଖ୍ୟାଟି ଆମେ ପାଇଲେ ତାହା ହେଇଯିବ କ୍ଷୁଦ୍ରତମ ସଂଖ୍ୟା। ଦେଖ ପିଲାମାନେ, ଏଠାରେ ଯଦି 0 କ୍ଷୁଦ୍ରତମ ହୋଇଥାଏ ତେବେ 0କୁ ପ୍ରଥମେ ଲେଖିବାନି, କାରଣ 0 ପ୍ରଥମେ ଲେଖିଲେ ତାହା ମୂଲ୍ୟହୀନ ଅଟେ ପିଲାମାନେ। ତେଣୁ 0କୁ ତାଠାରୁ ବଡ଼ ଅଙ୍କର ପରେ ଲେଖାଯାଇଥାଏ, ଯାହାଦ୍ୱାରା ତାହା ମୂଲ୍ୟହୀନ ହୁଏ ନାହିଁ ଏବଂ ଆମେ ଉପଯୁକ୍ତ କ୍ଷୁଦ୍ରତମ ସଂଖ୍ୟାଟି ପାଇଥାଉ। ଆମେ ବର୍ତ୍ତମାନ ଉଦାହରଣ ମାଧ୍ୟମରେ ବୁଝିବା ପିଲାମାନେ। ଦେଖ, ଆମେ ଯେଉଁ ନେଇଥିଲେ ଉଦାହରଣଟି 4, 5, 2, 8, 9 ଓ 0କୁ ଥରେ ଲେଖାଏଁ ବ୍ୟବହାର କରି 6 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଲେଖ। ପିଲାମାନେ, ଏଠାରେ ବୃହତ୍ତମ ସଂଖ୍ୟାଟି ହେବ 9,85,420 ଏବଂ କ୍ଷୁଦ୍ରତମ ସଂଖ୍ୟାଟି ହେବ 2,04,589। ଦେଖ ପିଲାମାନେ, ବୃହତ୍ତମ ସଂଖ୍ୟାକୁ ଲକ୍ଷ୍ୟ କର। ଅଙ୍କଗୁଡ଼ିକ କିପରି ବଡ଼ରୁ ସାନ କ୍ରମରେ ଅଛି ଓ କ୍ଷୁଦ୍ରତମ ସଂଖ୍ୟାଟିକୁ ଲକ୍ଷ୍ୟ କଲେ ବୁଝିପାରିବ ପିଲାମାନେ, ଏହା ମଧ୍ୟ ସାନରୁ ବଡ଼ କ୍ରମରେ ଅଛି। କିନ୍ତୁ 0 ଯେହେତୁ ସବୁଠାରୁ କ୍ଷୁଦ୍ରତମ ଅଙ୍କ, 0 ଆଗରେ ନ ରହି 0 ଠାରୁ ବଡ଼ ଅଙ୍କ ଯିଏ 2 ତାହା ପ୍ରଥମେ ଅଛି ଏବଂ ତାପରେ 0 ଅଛି। ବର୍ତ୍ତମାନ ତୁମମାନଙ୍କ ପାଇଁ ଗୋଟିଏ କ୍ୱେଶ୍ଚନ୍ ଅଛି, ତମେ ଏ କ୍ୱେଶ୍ଚନ୍କୁ ନିଜେ କରିବ। ପ୍ରଶ୍ନଟି ହେଲା 6, 7, 8, 3, 5 ଓ 0କୁ ଥରେ ଲେଖାଏଁ ବ୍ୟବହାର କରି 6 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଲେଖ। ବର୍ତ୍ତମାନ ଆମେ ପଢ଼ିବା ସଂଖ୍ୟା ଲିଖନରେ ଓ ପଠନରେ କମାର ବ୍ୟବହାର। ପିଲାମାନେ, ତୁମେ ନିଶ୍ଚିତ ଭାବେ ଲକ୍ଷ୍ୟ କରିଥିବ ଯେ ବଡ଼ ସଂଖ୍ୟାଗୁଡ଼ିକୁ ଲେଖିବା ବେଳେ କମା ବ୍ୟବହାର କରାଯାଇଥାଏ ଏବଂ କମା ବ୍ୟବହାର କରି ଆମେ ସହଜରେ ବଡ଼ ବଡ଼ ସଂଖ୍ୟାଗୁଡ଼ିକୁ ପଢ଼ିପାରୁ ଓ ଲେଖିପାରୁ। ଭାରତୀୟ ସଂଖ୍ୟା ଲିଖନ ପ୍ରଣାଳୀରେ ହଜାର, ଲକ୍ଷ ଓ କୋଟି ସ୍ଥାନକୁ ସୂଚାଇବା ପାଇଁ କମା ବ୍ୟବହାର କରାଯାଏ। ଏହି ଉଦାହରଣଟିକୁ ଲକ୍ଷ୍ୟ କଲ ପିଲାମାନେ। ଦେଖିବ, କମା ଦେବା ଫଳରେ ଆମେ ଅତି ସହଜରେ ସଂଖ୍ୟାଟିକୁ ପଢ଼ିପାରୁଛୁ। ସଂଖ୍ୟାଟି ହେଉଛି 8 କୋଟି 6 ନିୟୁତ 7 ଲକ୍ଷ 3 ଅୟୁତ 4526। ୟାକୁ କମା ବ୍ୟବହାର କରିବା ଫଳରେ ପିଲାମାନେ ଆମେ ପଢ଼ିପାରୁଛୁ 8 କୋଟି 67 ଲକ୍ଷ 34,526। ଏହି ପ୍ରଶ୍ନଟିକୁ ପିଲାମାନେ ତମେ ନିଜେ କର ଖାତାରେ ଆଉ ଦେଖ, ନିଜେ ପରୀକ୍ଷା କର ତମେ ବୁଝିପାରିଲ ନା ନାହିଁ। ବର୍ତ୍ତମାନ ଆମେ ଜାଣିବା ସଂଖ୍ୟାର ବିସ୍ତାରିତ ରୂପ। ଗୋଟିଏ ସଂଖ୍ୟା ଅଛି 7 କୋଟି 63 ଲକ୍ଷ 45,892। ଏହି ସଂଖ୍ୟାଟିକୁ 3 ପ୍ରକାରରେ ବିସ୍ତାରିତ ରୂପରେ ଲେଖାଯାଇଛି। ପ୍ରଥମଟିରେ ଯେହେତୁ 7
कोटि स्थान रे अछि 7 सहित 1 कोटि गुणन कराइछि एहीपरि भाବରେ लेखाइछि एवं द्वितीयटी रे 7 कोटि जोग 6 नियुत जोग 3 लक्ष एहीपरि भाବରେ लेखाइछि एवं 3 नंबरटी रे 7 कोटि जोग 6 नियुत जोग 3 लक्ष जोग 4 अयुत जोग 5000 जोग 800 जोग 9 10 जोग 2 1 एहीपरि भाବରେ लेखा जाइछि। भल भाବରେ लक्ष्य कर एवं एही प्रश्नटीर उत्तर निज खातारे करिब। वर्तमान पिलामाने आमे जानिबा संख्यारे अंक गुड़िकर स्थानीय मान 4,35,62,98 रे 4 कोटि स्थान रे अछि तेणु 4 रो स्थानीय मान 4 कोटि बा 4 रे 7टी शून्य। 3 नियुत स्थान रे अछि तेणु 3 रो स्थानीय मान 3 नियुत बा 3 रे 6टी शून्य। 5 लक्ष स्थान रे अछि तेणु 5 रो स्थानीय मान 5 लक्ष बा 5 रे 5टी शून्य। 6 अयुत स्थान रे अछि तेणु 6 रो स्थानीय मान 6 अयुत बा 6 रे 4टी शून्य। 2000 स्थान रे अछि तेणु 2 रो स्थानीय मान 2000 बा 2 रे 3टी शून्य। 0 शतक स्थान रे अछि तेणु 0 रो स्थानीय मान 0 शतक बा 0। 9 दशक स्थान रे अछि तेणु 9 रो स्थानीय मान 9 10 बा 90। 8 एकक स्थान रे अछि तेणु 8 रो स्थानीय मान 8 एकक बा 8। तेबे गोटे संख्यार एक निर्दिष्ट अंकर स्थानीय मान कहिले अंकटी एवं से स्थानर मूल्यर गुणफल को बुझा जाए। अंकटीर प्रकृत मूल्य कहिले तार एकक मूल्य को बुझा जाए। तेबे वर्तमान आस पिला माने आमे एक उदाहरण माध्यम रे बुझिबा। 2,45,678 संख्याटी रे 5 रो स्थानीय मान और प्रकृत मान मध्य प्रभेद केते। देख पिला माने एथारी 5 रो स्थानीय मान होई जिवो 5000 एवं प्रकृत मान होई जिवो 5। प्रभेद हेबो 5000 माइनस 5 समान 4995। एई प्रश्नटीर उत्तर पिला माने तुमे निजे करिवो। तेबे आजिर भिडियोटी किपरि लागिला पिला माने मतामत निश्चय देव आउ भिडियोटी को लाइक करिवो शेयर करिवो। भिडियोटी को शेष पर्यंत देखिथिबारु many thanks to all of you my dear students. Have a bright future.